ପିଲାମାନେ ମୁଁ ତୁମର ଗୀତା ମ୍ୟାଡ଼ାମ କହୁଛି। ଆଗରୁ ତୁମକୁ ମୁଁ ଅଣ୍ଡରଷ୍ଟାଣ୍ଡିଂ ପଲିଟିକାଲ ଥିଓରିର କୋର୍ ପେପର 1 ସେମିଷ୍ଟର 1ର ଚାପ୍ଟର ଇଣ୍ଟ୍ରୋଡ୍ୟୁସିଂ ପଲିଟିକାଲ ଥିଓରିର ମୁଁ ଫିଲ୍ ଇନ୍ ଦ ବ୍ଲାଙ୍କ୍ସ 1ରୁ 31 ପର୍ଯ୍ୟନ୍ତ ଫିଲ୍ ଇନ୍ ଦ ବ୍ଲାଙ୍କ୍ସ କ୍ୱେଶ୍ଚିନ୍ ଆନ୍ସର ଦେଇଥିଲି। ଏବେ ମୁଁ ବର୍ତ୍ତମାନ ତୁମକୁ 32ରୁ ଫିଲ୍ ଇନ୍ ଦ ବ୍ଲାଙ୍କ୍ସ ବିଷୟରେ କହିବାକୁ ଯାଉଛି। ପିଲାମାନେ ତମେ ଏବେ ଧ୍ୟାନ ଦେଇକି ଶୁଣ। ଏବେ ମୁଁ ଯିବି ଏବେ 32 କ୍ୱେଶ୍ଚିନ୍କୁ ଏବେ ମୁଁ ଯିବି। ତ ଏବେ 32 କ୍ୱେଶ୍ଚିନ୍କୁ ଆମେ ଯିବା। 32 କ୍ୱେଶ୍ଚିନ୍ ଆମର କ'ଣ କହୁଛି ନା ମ୍ୟାଥ୍ସଙ୍କ ମତରେ ସାମାଜିକ ପରିବର୍ତ୍ତନ ଯଥାକ୍ରମେ ପକ୍ଷ, ପ୍ରତିପକ୍ଷ ଓ ସମନ୍ୱୟ ଆଧାରରେ ସମ୍ପାଦିତ ହୁଏ। ଏହାକୁ ଡ୍ୟାସ୍ କୁହାଯାଏ। ଏହାକୁ ଦ୍ୱନ୍ଦାତ୍ମକ ବସ୍ତୁବାଦ ବୋଲିକି କୁହାଯାଏ। ଦ୍ୱନ୍ଦାତ୍ମକ ମାନେ ସେଥିରେ ଦ୍ୱନ୍ଦ୍ୱ ବହୁତ ରହିଛି, ମାନେ ସେଥିରେ ସବୁ କିଛି ଠିକ୍ ନଥାଏ, ମାନେ ହେଜିଟେସନ୍ ରହୁଛି, ଦ୍ୱନ୍ଦ୍ୱ ରହୁଛି। ସେଥିପାଇଁ କି ଆମେ ତାକୁ ଦ୍ୱନ୍ଦାତ୍ମକ ବସ୍ତୁବାଦ ବୋଲିକି କହିଥାଉ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 33 କ୍ୱେଶ୍ଚିନ୍କୁ। 33 କ୍ୱେଶ୍ଚିନ୍ ଆମର କ'ଣ କହୁଛି ନା 33 କ୍ୱେଶ୍ଚିନ୍ ଆମର କହୁଛି ନା ଡ୍ୟାସ୍ଙ୍କ ମତରେ ଏପର୍ଯ୍ୟନ୍ତ ଧରାପୃଷ୍ଠରେ ଯେଉଁ ସବୁ ମାନବ ସମାଜ ତିଷ୍ଠି ରହିଛି ଏହାର ଇତିହାସ ହେଉଛି ସଂଘର୍ଷର ଇତିହାସ। ଏହାକୁ କିଏ କହିଥିଲେ ନା ଏହାକୁ କାର୍ଲ ମାର୍କ୍ସ କହିଥିଲେ। ଯେ ମାନେ ଆମର କ'ଣ ଇତିହାସ ଆଜି ପର୍ଯ୍ୟନ୍ତ ଆମେ ଦେଖୁଛେ ଇତିହାସ ଯାହା ବି କହୁଛେ ସେ ସବୁ କିଛି ସଂଘର୍ଷମୟ ଇତିହାସ ହିଁ କହୁଛି। ସେଥିପାଇଁ ଏହାକୁ ମାନେ କାର୍ଲ ମାର୍କ୍ସ କହିଥିଲେ ଯେ ଇତିହାସ ହେଉଛି ଏକ ସଂଘର୍ଷମୟ ଇତିହାସ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 34କୁ। 34 ଆମର କ'ଣ କହୁଛି ନା ମାର୍କ୍ସଙ୍କ ମତରେ ଦରିଦ୍ର, ଶୋଷିତ, ଭୂମିହୀନ ଓ ଖଟିଖିଆ ମାନଙ୍କୁ ଡ୍ୟାସ୍ କୁହାଯାଏ। କ'ଣ କୁହାଯାଏ ନା ସର୍ବହରା ବୋଲିକି କୁହାଯାଏ। ସର୍ବହରା ମାନେ କ'ଣ ନା ଯାହା ପାଖରେ କିଛି ନଥାଏ, ସେଥିପାଇଁ ସିଏ ହେଉଛି ସର୍ବହରା ବା ପୁରା ଦରିଦ୍ର। ଆକୁ କିଏ କହିଛନ୍ତି ନା ୟାକୁ ମାର୍କ୍ସ କହିଛନ୍ତି। ମାର୍କ୍ସଙ୍କ ମତରେ ଯେ ମାନେ ମାର୍କ୍ସଙ୍କ ମତରେ କହୁଛି ମାର୍କ୍ସଙ୍କ ମତରେ ଦରିଦ୍ର, ଶୋଷିତ, ଭୂମିହୀନ, ଖଟିଖିଆ ମାନଙ୍କୁ ସର୍ବହରା ବୋଲି କୁହାଯାଏ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 35 କ୍ୱେଶ୍ଚିନ୍କୁ ଯିବା। 35 କ୍ୱେଶ୍ଚିନ୍ କ'ଣ କହୁଛି ନା ମାର୍କ୍ସଙ୍କ ମତରେ ପୁଞ୍ଜିବାଦୀ ରାଷ୍ଟ୍ରରେ ଶୋଷଣକାରୀ ଶିଳ୍ପପତି ଓ ଧନିକ ଗୋଷ୍ଠୀକୁ ଡ୍ୟାସ୍ କୁହାଯାଏ। ନା କ'ଣ କୁହାଯାଏ ନା ବୁର୍ଜୁଆ ବୋଲିକି କୁହାଯାଏ। ବୁର୍ଜୁଆର ଅର୍ଥ କ'ଣ ନା ମଧ୍ୟବିତ୍ତ ଶ୍ରେଣୀ। ମଧ୍ୟବର୍ତ୍ତୀ ଶ୍ରେଣୀକୁ ଆମେ କ'ଣ କୁହାଯାଏ ନା ବୁର୍ଜୁଆ ବୋଲି କୁହାଯାଏ, ଯାହାକି ଆମର ମିଡିଲ୍ କ୍ଲାସ୍କୁ ବୁର୍ଜୁଆ ବୋଲିକି କୁହାଯାଇଛି। ତାପରେ ଆମେ ଯିବା ପିଲାମାନେ 36 କ୍ୱେଶ୍ଚିନ୍କୁ। 36 କ୍ୱେଶ୍ଚିନ୍ ଆମର କ'ଣ କହୁଛି ନା ମାର୍କ୍ସଙ୍କ ମତରେ ଦ୍ରବ୍ୟର ମୂଲ୍ୟ ଡ୍ୟାସ୍ ହିଁ ସୃଷ୍ଟି କରିଥାଏ। ନା କ'ଣ କରିଥାଏ ନା ମାର୍କ୍ସ ମତରେ ଦ୍ରବ୍ୟର ମୂଲ୍ୟ ଶ୍ରମ ହିଁ ସୃଷ୍ଟି କରିଥାଏ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ 37କୁ। ଆମର 37 କ୍ୱେଶ୍ଚିନ୍ କ'ଣ କହୁଛି ନା ପୁଞ୍ଜିବାଦର ଧ୍ୱଂସ ସ୍ତୂପ ଉପରେ ଡ୍ୟାସ୍ର ଏକଛତ୍ରବାଦ ପ୍ରତିଷ୍ଠିତ ହୋଇପାରିବ ବା ହୋଇଥାଏ। ମାନେ କ'ଣ ହେଇପାରେ ନା ପୁଞ୍ଜିବାଦ ଧ୍ୱଂସ ସ୍ତୂପ ଉପରେ ସର୍ବହରାର ଏକଛତ୍ରବାଦ ପ୍ରତିଷ୍ଠିତ ହୋଇଥାଏ। ଏକଛତ୍ରବାଦ କହିଲେ ଯୋଉଠି କି ଗୋଟେ ବ୍ୟକ୍ତି ବା ଗୋଟେ ଗୋଷ୍ଠୀ ମଧ୍ୟରେ ତାଙ୍କର କ୍ଷମତା କେନ୍ଦ୍ରୀଭୂତ ହୋଇକି ନିଜ ପାଖରେ ଥାଏ, ସେ ନିଜ ହିସାବରେ ତାଙ୍କର ସେମାନେ ଶାସନ ଚଳେଇଥାନ୍ତି, ସେ ତାହାକୁ ଏକଛତ୍ରବାଦ ବୋଲି କୁହାଯାଏ। ତାପରେ ଆମେ ଯିବା ଆମର ପରବର୍ତ୍ତୀ କ୍ୱେଶ୍ଚିନ୍। ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 38କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 38। ତ ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 38 ଆମର କ'ଣ କହୁଛି
ନା ଏକ ମୁକ୍ତ ଓ ଅନିୟମିତ ସମାଜ ପ୍ରତିଷ୍ଠା କରି ବ୍ୟକ୍ତିକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିବା ତତ୍ତ୍ୱକୁ ଡ୍ୟାସ୍ କୁହାଯାଏ। କ'ଣ କୁହାଯାଏ? ନା ଅରାଜକତାବାଦ। ଅରାଜକତାବାଦ ମାନେ କ'ଣ? ନା ଯୋଉଠି କି ମାର ପିଟ ହିଂସା ମାନେ ଏଇ ସବୁ ନୀତି ଥାଏ, ଯୋଉଠି କି ଭଲ କିଛି ନଥାଏ, ମାନେ ଯୋଉଠି କି ସବୁ କିଛି ଖରାପ ହିଁ ଥାଏ, ଏହାକୁ ଅରାଜକତାବାଦ ବୋଲିକି ହିଁ କୁହାଯାଇଥାଏ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 39 କୁ ଯିବା। 39 କ'ଣ କହୁଛି? ନା ଡ୍ୟାସ୍ଙ୍କ ମତରେ ସ୍ୱାଧୀନତା ପାଇଁ ସମାଜକୁ ସମସ୍ତ ପ୍ରକାରର ନିୟନ୍ତ୍ରଣରୁ ମୁକ୍ତ ରଖିବାକୁ ବା ମୁକ୍ତ କରିବାକୁ ଅରାଜକତାବାଦ କୁହାଯାଏ। ଆକୁ କିଏ କହିଥିଲେ? ନା ବର୍ନାର୍ଡ ରସେଲ କହିଥିଲେ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 40 କ୍ୱେଶ୍ଚିନ୍କୁ ଆମେ ଯିବା। ଡ୍ୟାସ୍ ତତ୍ତ୍ୱ ରାଷ୍ଟ୍ର ଓ ସରକାର ବିହୀନ ସମାଜ ପରିକଳ୍ପନା କରିଥାଏ। କ'ଣ କରିଥାଏ? ନା ଅରାଜକତାବାଦୀ ତତ୍ତ୍ୱ ରାଷ୍ଟ୍ର ଓ ସରକାର ବିହୀନ ସମାଜ ପରିକଳ୍ପନା କରିଥାଏ। ଯୋଉଠିକି ଅରାଜକତା ଥାଏ, ଯୋଉଠିକି ମାନେ କୌଣସି ମାନେ ନୀତି ନିୟମ ଏସବୁ କିଛି ନଥାଏ, ସେଇଠି କ'ଣ ଥାଏ? ନା ସେଇ ତତ୍ତ୍ୱ ରାଷ୍ଟ୍ର ଓ ସରକାର ବିହୀନ ସମାଜ ଗଠନ। ଅରାଜକତା କୋଉଠି ଥାଏ? ନା ଜଙ୍ଗଲରେ ଥାଏ। ନା ସେଠି ନା ରାଷ୍ଟ୍ର ଥାଏ ନା ସରକାର ଥାଏ। ସେଠି କ'ଣ? ଯିଏ ଯାହାର ଜୋର ଯାହାର ମୁଲକ ତାର, ମାନେ ଯାହାର ସବଳ ଦୁର୍ବଳ କ'ଣ କରେ? ସବଳ କ'ଣ କରେ? ନା ଦୁର୍ବଳ ଉପରେ ଅତ୍ୟାଚାର କରୁଥାଏ। ସେଟାକୁ ଅରାଜକତା ହିଁ କୁହାଯାଇଥାଏ। ସେହିପରି ଆମର ଏଇ ଟାଇପ୍ର ସମାଜ ଯୋଉଠି ଥାଏ ସେଇଟାକୁ ଅରାଜକତାବାଦ ସମାଜ ବୋଲିକି କୁହାଯାଇଥାଏ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 41 କ୍ୱେଶ୍ଚିନ୍କୁ। 41 କ୍ୱେଶ୍ଚିନ୍ ଆମର କ'ଣ କହୁଛି? ନା ସମାଜରୁ ସମସ୍ତ ନିୟନ୍ତ୍ରଣ ଦୂର କରି ବ୍ୟକ୍ତିକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିବାକୁ ଡ୍ୟାସ୍ କୁହାଯାଏ। ନା କ'ଣ କୁହାଯାଏ? ନା ତାକୁ ଅରାଜକତାବାଦ ବୋଲିକି ତାକୁ କୁହାଯାଇଛି। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 42କୁ ଆମେ ଯିବା। ଅରାଜକତାବାଦର ମୂଳ ଲକ୍ଷ୍ୟ ହେଉଛି ଡ୍ୟାସ୍ ଓ ଡ୍ୟାସ୍। ମାନେ କ'ଣ? ନା ନିୟନ୍ତ୍ରଣ ମୁକ୍ତ ସମାଜ ଓ ରାଷ୍ଟ୍ରର ବିଲୟ। ଯୋଉଠି ଅରାଜକତାବାଦର ମୂଳ ଲକ୍ଷ୍ୟ କ'ଣ? ନା ନିୟନ୍ତ୍ରଣ ମୁକ୍ତ ସମାଜ। ଯୋଉ ସମାଜରେ ନିୟନ୍ତ୍ରଣ ନଥାଏ, ନା ରୁଲ୍ ରେଗୁଲେସନ୍ କୌଣସି ନଥାଏ, ଏସବୁ ନିୟନ୍ତ୍ରଣ ନଥାଏ, ସେଟା ନିୟନ୍ତ୍ରଣ ମୁକ୍ତ ଥାଏ। ଆଉ କ'ଣ ହେଉଛି? ରାଷ୍ଟ୍ରର ବିଲୟ, ମାନେ ସେଟା ଯୋଉଠିକି ରାଷ୍ଟ୍ରର ମାନେ ଲୋପ ଘଟିଥାଏ, ବିଲୟ ଘଟିଥାଏ, ସେ ଏହା କୁହାଯାଇଛି। ତାପରେ ଆମେ ଯିବା ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ ଆମେ ଯିବା 43 କ୍ୱେଶ୍ଚିନ୍କୁ ଆମେ ବର୍ତ୍ତମାନ ଯିବା। 43 କ୍ୱେଶ୍ଚିନ୍ ଆମର କ'ଣ କହୁଛି? ନା ଯେଉଁ ରାଜନୀତିକ ଚିନ୍ତାଧାରା ପ୍ରଚଳିତ ପ୍ରଥା ପରମ୍ପରା ଐତିହ୍ୟ ପୁରାତନ ନୀତି ଆଦର୍ଶକୁ ପ୍ରାଧାନ୍ୟ ଦେଇଥାଏ ତାହାକୁ ଡ୍ୟାସ୍ କୁହାଯାଏ। ତାହାକୁ କ'ଣ କୁହାଯାଏ? ନା ରକ୍ଷଣଶୀଳବାଦ କୁହାଯାଏ। ରକ୍ଷଣଶୀଳବାଦ ମାନେ ହେଉଛି ଯାହାକି ମାନେ ଆମର ମାନେ ବହୁତ ଭଲ ଯୋଉଟା ଥାଏ, ରକ୍ଷଣବାଦୀ ଯୋଉଟାକି ଅଧିକ କ୍ଷମତାଶାଳୀ, ଯୋଉଟାକି ତାହାକୁ ପରମ୍ପରା ଅନୁସାରେ ଆକୁ ରକ୍ଷଣଶୀଳବାଦ ବୋଲିକି କୁହାଯାଇଥାଏ। ତାପରେ ଆମେ ଯିବା ଆମର ପରବର୍ତ୍ତୀ, ଆକୁ କିଏ ମାନେ ତାପରେ ଆମେ ଯିବା ଆକୁ କିଏ କହିଛନ୍ତି? ନା ଏଡମଣ୍ଡ ବର୍ଗ ମାନେ କହିଛନ୍ତି। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 45 କ୍ୱେଶ୍ଚିନ୍କୁ ଆମେ ଏବେ ଯିବା। ଡ୍ୟାସ୍ ଦେଶରେ ରକ୍ଷଣଶୀଳବାଦର ବହୁଳ ପ୍ରଚାର ଦେଖିବାକୁ ମିଳେ। ନା କେଉଁ ଦେଶରେ? ନା ଇଂଲଣ୍ଡରେ ରକ୍ଷଣଶୀଳବାଦର ବହୁଳ ପ୍ରଚାର ଦେଖିବାକୁ ମିଳେ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 46କୁ ଯିବା। 46 କ'ଣ କହୁଛି? ନା ରାଜନୀତି ବିଜ୍ଞାନକୁ ଅଧ୍ୟୟନ କ୍ଷେତ୍ରରେ
ଯେଉଁ ଶୈଳୀ ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଥାଏ ଏହାକୁ ଡ୍ୟାସ୍ କୁହାଯାଏ। ଏହାକୁ କ'ଣ କୁହାଯାଏ ନା ଆଦର୍ଶଗତ ଶୈଳୀ ବୋଲିକି କୁହାଯାଏ। ଆଦର୍ଶ ମାନେ ଆମେ କ'ଣ ବୁଝେଇବା, ଯୋଉଠିକି ନୀତି ନିୟମ ଆମେ ସବୁ କିଛି ଭଲ ଥାଏ, ଆନୁଗତ୍ୟ ପ୍ରକାଶ କରାଯାଇଥାଏ, ସେଇଠି ଆମକୁ ସେଇ ଶୈଳୀକୁ ମାନେ ସବୁକିଛି ଆମେ ଯାହାକି ମାନିକି ଚଳିବାକୁ ପଡ଼େ, ତାର କିଛି ଆଦର୍ଶ ରହିଥାଏ, ଆଇଡିଆଲ ରହିଥାଏ, ସେଇ ଶୈଳୀକୁ ଏଠି କୁହାଯାଇଛି। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ 47କୁ। 47 ଆମର କ'ଣ କହୁଛି ନା ଡ୍ୟାସ୍କୁ ରାଜନୈତିକ ଆଦର୍ଶଗତ ଶୈଳୀର ପ୍ରବକ୍ତା ବୋଲିକି କୁହାଯାଇଛି। କାହାକୁ କୁହାଯାଇଛି ନା ପ୍ଲାଟୋଙ୍କୁ ରାଜନୈତିକ ଆଦର୍ଶଗତ ଶୈଳୀର ପ୍ରବକ୍ତା ବୋଲିକି କୁହାଯାଇଛି। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ 48କୁ। 48 କ'ଣ କହୁଛି ନା ରାଜନୀତି ବିଜ୍ଞାନ ଅଧ୍ୟୟନ କ୍ଷେତ୍ରରେ ଯେଉଁ ଶୈଳୀ ରାଷ୍ଟ୍ରର ପ୍ରତୀକ ସମ୍ବନ୍ଧରେ ସମସ୍ତ ତଥ୍ୟକୁ ପରୀକ୍ଷା କରି ବର୍ତ୍ତମାନ ରାଷ୍ଟ୍ରର ପ୍ରକୃତି ନିର୍ଦ୍ଧାରଣ କରିଥାଏ ତାହାକୁ ଡ୍ୟାସ୍ କୁହାଯାଏ। ତାହାକୁ କ'ଣ କୁହାଯାଏ ନା ତାହାକୁ ଐତିହାସିକ ଶୈଳୀ ବୋଲିକି କୁହାଯାଇଥାଏ। ଐତିହାସିକ ଶୈଳୀ ମାନେ ଯାହାକି ଐତିହାସିକ ମାନେ ଯାହାକି ଇତିହାସ ସହିତ ଜଡ଼ିତ ଥାଏ, ସେଇ ଶୈଳୀକୁ କୁହାଯାଇଥାଏ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଯିବା 49କୁ। 49 ଆମର କ'ଣ କହୁଛି ନା ଯେଉଁ ଶୈଳୀ ପ୍ରୟୋଗ କରାଯାଇ ସାମ୍ବିଧାନିକ ଆଇନ ଓ ଅନ୍ୟାୟ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଏ ତାହାକୁ ଡ୍ୟାସ୍ ଶୈଳୀ କୁହାଯାଏ। ତାହାକୁ କ'ଣ କୁହାଯାଏ ନା ବୈଧାନିକ ଶୈଳୀ। ମାନେ ବୈଧାନିକ ମାନେ ହେଉଛି କ'ଣ ନା ବିଧାନଗତ ବା ବୈଧାନିକ ବା ଯୋଉଟାକି ଆମର ସାମ୍ବିଧାନିକ ନୀତି ନିୟମ ଉପରେ ଆଧାରିତ ଥାଏ, ସେଇକୁ ଆମେ ବୈଧାନିକ ଶୈଳୀ ବୋଲିକି କହୁ। ତାପରେ ଆମେ ଯିବା ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ 50 କ୍ୱେଶ୍ଚିନ୍କୁ। 50 କ୍ୱେଶ୍ଚିନ୍ କ'ଣ କହୁଛି ନା ଆମର ରାଜନୀତି ବିଜ୍ଞାନକୁ ଅଧ୍ୟୟନ କରିବା ପାଇଁ ଯେତେବେଳେ ବ୍ୟକ୍ତିର ମନସ୍ତତ୍ତ୍ୱ ଓ ବ୍ୟବହାରକୁ ପ୍ରାଧାନ୍ୟ ଦିଆଯାଏ ଏହାକୁ ଡ୍ୟାସ୍ କୁହାଯାଏ। ଏହାକୁ କ'ଣ କୁହାଯାଏ ନା ବ୍ୟବହାରବାଦ ବୋଲିକି କୁହାଯାଏ। ମନସ୍ତତ୍ତ୍ୱ ମାନେ କ'ଣ, ବ୍ୟକ୍ତିର ମନର ସ୍ଥିତି, ଯାହା ତାର ସ୍ଥିତି, ମନର ସ୍ଥିତି, ତାର ବ୍ୟବହାର, ଏଇ ସବୁ ଜିନିଷକୁ ନିଆଯାଇଥାଏ, ଏହାକୁ କ'ଣ କୁହାଯାଏ ନା ବ୍ୟବହାରବାଦ ବୋଲିକି କୁହାଯାଇଥାଏ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 51 କ୍ୱେଶ୍ଚିନ୍କୁ ଯିବା। 51 କ୍ୱେଶ୍ଚିନ୍ ଆମର କ'ଣ କହୁଛି ନା 51 କ୍ୱେଶ୍ଚିନ୍ କହୁଛି ଯେ ଯେଉଁ ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ସତ୍ୟକୁ ଆଧାର କରି ସାର୍ବଜନୀନ ସତ୍ୟରେ ଉପନୀତ ହେବାକୁ ପଡ଼ିଥାଏ ତାହାକୁ ଡ୍ୟାସ୍ ପଦ୍ଧତି କୁହାଯାଏ। ତାହାକୁ ଆରୋହ ପଦ୍ଧତି ବୋଲି କୁହାଯାଏ। ଆରୋହ ପଦ୍ଧତି ମାନେ କ'ଣ ନା ତର୍କ ପ୍ରଣାଳୀରେ ଏଇଟା ହେଇଥାଏ। ଏହା କ'ଣ ଉପରେ ନା ତର୍କ ଉପରେ ଏହା ଆଧାରିତ ହେଇକି କରାଯାଇଥାଏ, ସେଥିପାଇଁ କି ଏହା ତର୍କ ପଦ୍ଧତି ମଧ୍ୟ କୁହାଯାଏ ବା ତର୍କ ପ୍ରଣାଳୀ ମଧ୍ୟ କୁହାଯାଇଥାଏ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 52 କ୍ୱେଶ୍ଚିନ୍କୁ। 52 କ୍ୱେଶ୍ଚିନ୍ ଆମର କ'ଣ କହୁଛି ନା 52 କ୍ୱେଶ୍ଚିନ୍ ଆମର କହୁଛି ସାଧାରଣ ସାର୍ବଜନୀନ ତଥ୍ୟରୁ ଏକ ନିର୍ଦ୍ଦିଷ୍ଟ ସତ୍ୟରେ ଉପନୀତ ହେବାକୁ ଡ୍ୟାସ୍ କୁହାଯାଏ। ନା ସେଟାକୁ କ'ଣ କୁହାଯାଏ ନା ଅବରୋହ ପଦ୍ଧତି ବୋଲିକି କୁହାଯାଏ। ଅବରୋହ ପଦ୍ଧତି କ'ଣ ନା ଏହା ମଧ୍ୟ ବି ଏକ ତର୍କ ପ୍ରଣାଳୀ ବି କୁହାଯାଇଥାଏ, କିନ୍ତୁ ଏଇଟା କ'ଣ ହୁଏ ତର୍କ ପ୍ରଣାଳୀ ସହିତ ବି ସମ୍ବନ୍ଧ ଅଛି, କିନ୍ତୁ ଏଇଟା ପରବର୍ତ୍ତୀ ସମୟରେ ଏଇଟା ବଦଳି ଯାଇଥାଏ, ଭବିଷ୍ୟତରେ ଏଇଟାକୁ ପରିବର୍ତ୍ତନ ମଧ୍ୟ କରାଯାଇପାରେ, ସେଥିପାଇଁ କି ଏଇଟାକୁ ଅବରୋହ ପଦ୍ଧତି ବୋଲିକି କୁହାଯାଇଥାଏ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 53 କ୍ୱେଶ୍ଚିନ୍। 53 କ୍ୱେଶ୍ଚିନ୍ ଆମର କ'ଣ କହୁଛି ନା ଯେଉଁ ପଦ୍ଧତିରେ ବିଭିନ୍ନ ବ୍ୟବସ୍ଥାକୁ ବା କାର୍ଯ୍ୟବଳକୁ ତୁଳନା କରି ସିଦ୍ଧାନ୍ତ ଗ୍ରହଣ କରାଯାଇଥାଏ
ତାହାକୁ ଡ୍ୟାସ୍ କୁହାଯାଏ। ତାହାକୁ କ'ଣ କୁହାଯାଏ ନା ତୁଳାତ୍ମକ ପଦ୍ଧତି ବୋଲି ତୁଳନାତ୍ମକ ମାନେ କହିଲେ କ'ଣ ବୁଝାଏ ନା ତୁଳନା କରାଯାଇଥାଏ। ମାନେ ଆମେ ଯେମିତି ଜଣକୁ ଜଣଙ୍କ ସହିତ ତୁଳନା କରିଥାଉ। ଯେମିତି ମୁଁ ଗୋଟେ ମାନେ ଜିନିଷ କିଣିଲି, ମୋର ଗୋଟେ ଡ୍ରେସ୍ କିଣିଲି, ମୁଁ ଆଉ ଗୋଟେ ଡ୍ରେସ୍ ସହିତ ତୁଳନା କଲି, ସେଟାକୁ କ'ଣ କୁହାଯାଏ ନା ତୁଳନାତ୍ମକ ପଦ୍ଧତି ବୋଲିକି କୁହାଯାଏ ହେଲା। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 54 କ୍ୱେଶ୍ଚିନ୍କୁ ଯିବା। 54 କ୍ୱେଶ୍ଚିନ୍ ଆମର କ'ଣ କହୁଛି ନା ପ୍ରାକୃତିକ ବିଜ୍ଞାନ ପରି ରାଜନୀତି ବିଜ୍ଞାନରେ ଡ୍ୟାସ୍ ପଦ୍ଧତି ପ୍ରଚଳିତ ହୋଇଥାଏ। ମାନେ କ'ଣ ହୋଇଥାଏ ନା ଯେମିତି ପ୍ରାକୃତିକ ବିଜ୍ଞାନ ବି ମଧ୍ୟ ଅଛି, ସେମିତି ରାଜନୀତି ବିଜ୍ଞାନରେ ବି ଗୋଟେ ପଦ୍ଧତି ପ୍ରଚଳିତ କରାଯାଇଥାଏ। ତାହାକୁ କ'ଣ କୁହାଯାଏ ନା ପରୀକ୍ଷାମୂଳକ ପଦ୍ଧତି କୁହାଯାଇଥାଏ। ପରୀକ୍ଷାମୂଳକ ମାନେ କ'ଣ, ଯୋଉଠିକି ପରୀକ୍ଷା କରାଯାଏ, ପରୀକ୍ଷା ନିରୀକ୍ଷା ଦ୍ୱାରା ପଦ୍ଧତିରେ ଉପନୀତ ହେବାକୁ ପଡ଼ିଥାଏ। ତାପରେ ଆମକୁ ଯିବାକୁ ପଡ଼ିବ ଆମର 55 କ୍ୱେଶ୍ଚିନ୍କୁ ଆମେ ଏବେ ଯିବା। ପରବର୍ତ୍ତୀ କ୍ୱେଶ୍ଚିନ୍ 55 କ୍ୱେଶ୍ଚିନ୍ ଆମର କ'ଣ କହୁଛି ଯେ ଡ୍ୟାସ୍କୁ ପରୀକ୍ଷାମୂଳକ ପଦ୍ଧତିର ପ୍ରବକ୍ତା ବୋଲିକି କୁହାଯାଏ। କାହାକୁ ନା କେମ୍ଟେଙ୍କୁ ପରୀକ୍ଷାମୂଳକ ପଦ୍ଧତିର ପ୍ରବକ୍ତା ବୋଲିକି କୁହାଯାଇଛି ଏଠି। ତାପରେ ଆମେ ଯିବା ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 56 କ୍ୱେଶ୍ଚିନ୍କୁ ଯିବା। ଆଧୁନିକ ରାଷ୍ଟ୍ର ବ୍ୟବସ୍ଥାରେ ସାଧାରଣ ତଥ୍ୟକୁ ଅଧିକ ପ୍ରମାଣସିଦ୍ଧ କରିବା ପାଇଁ ଡ୍ୟାସ୍ ପଦ୍ଧତିକୁ ଅନୁସରଣ କରାଯାଇଛି। ଏହାକୁ କ'ଣ କୁହାଯାଏ ନା ପରିସଂଖ୍ୟାନ ପଦ୍ଧତି ଆମ ଏଠା ଅନୁସରଣ କରାଯାଇଛି। ତାପରେ ଆମେ ଯିବା 57 କ୍ୱେଶ୍ଚିନ୍କୁ ଯିବା। ବ୍ୟବସ୍ଥାଗତ ଶୈଳୀର ପ୍ରବକ୍ତା ହେଉଛନ୍ତି ଡ୍ୟାସ୍। କିଏ ହେଉଛନ୍ତି ଯେ କି ସିଷ୍ଟମ ଆପ୍ରୋଚର, ଯେ କି ବ୍ୟବସ୍ଥାଗତ ଶୈଳୀର ସିଷ୍ଟମ ଆପ୍ରୋଚର ଯେ ପ୍ରବକ୍ତା କିଏ ଥିଲେ ନା ଡେଭିଡ୍ ଇଷ୍ଟନ ଥିଲେ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ 58 କ୍ୱେଶ୍ଚିନ୍କୁ ଯିବା। ଡ୍ୟାସ୍ ହେଉଛି ସଂଗଠନାତ୍ମକ ଓ କାର୍ଯ୍ୟାତ୍ମକ ପଦ୍ଧତିର ମୁଖ୍ୟ ପୃଷ୍ଠପୋଷକ। ଆକୁ କିଏ ମାନେ କହିଥିଲେ, ଆକୁ କିଏ ହେଉଛନ୍ତି, ଏଇ ଯୋଉ ପଦ୍ଧତିକୁ ଯିଏ ମାନେ ପୃଷ୍ଠପୋଷକ ଦେଇଛନ୍ତି ସେ କିଏ ନା ସିଏ ହେଉଛନ୍ତି ଗ୍ରାବିଏଲ ଆଲମଣ୍ଡ। ତାପରେ ଆମେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍ ଆମର 59 କ୍ୱେଶ୍ଚିନ୍କୁ। ବ୍ୟକ୍ତିର ଆଚରଣ ସହିତ ଜଡ଼ିତ ପଦ୍ଧତିକୁ ଡ୍ୟାସ୍ କୁହାଯାଏ। ନା କ'ଣ କୁହାଯାଏ ନା ବ୍ୟବହାରିକ ପଦ୍ଧତି ବୋଲିକି କୁହାଯାଏ। କାରଣ ବ୍ୟକ୍ତିର ଆଚରଣ, ତାର ବ୍ୟବହାର ଆଚରଣ ଏଇସବୁ ଉପରେ ଯୋଉଟା ଜଡ଼ିତ ଥାଏ, ସେ କ'ଣ ବ୍ୟବହାର କରୁଛି, ତାର ଆଚରଣ ବ୍ୟବହାର କେମିତି ରହିଲା, କ'ଣ ହେଲା, ଏହାକୁ ଆମ କ'ଣ କୁହାଯାଉଛି ନା ବ୍ୟବହାରିକ ପଦ୍ଧତି ବୋଲିକି ଏହା କୁହାଯାଇଛି। ତ ପିଲାମାନେ ଆଜି ଆମର ସର୍ଟ କ୍ୱେଶ୍ଚିନ୍ ପୁରା 1 ରୁ 59 ପର୍ଯ୍ୟନ୍ତ ସବୁ ସରିଗଲା। ଆଉ ସେଥିପାଇଁ ଏଗୁଡ଼ା ତମେ ଭଲ ଭାବରେ ମନେ ରଖ, ଆଉ ଭଲ ଭାବରେ ବି କର, ଏ ତମର ଏକ୍ଜାମରେ ଆସିବ। ଆଉ ଏଥରକ ମୁଁ ରହୁଛି, ଆଉ ମୁଁ ତମ ପାଇଁକି ବି ଲଙ୍ଗ କ୍ୱେଶ୍ଚିନ୍ ବି କରିବି, ଆଉ କଣ୍ଟେଣ୍ଟ ବି ଭଲ ଭଲ ବି ବନେଇବି। ଏଥର ମୁଁ ରହୁଛି ପିଲାମାନେ, ଆଉ ତମକୁ ବହୁତ ସାରା ବ୍ଲେସିଂ।